ନମସ୍କାର ଜୟ ଜଗନ୍ନାଥ। ବର୍ତ୍ତମାନ ଏନଏମଏମଏସ୍ ଏକ୍ଜାମ ଦେବାକୁ ଥିବା ପିଲାମାନଙ୍କ ପାଇଁ ବଡ଼ ଖବର ଆସିଯାଇଛି। ପିଲାମାନେ ଯେଉଁମାନେ ଏନଏମଏମଏସ୍ ଏକ୍ଜାମ ଦେବା ପାଇଁ ଫର୍ମ ଫିଲ୍ଅପ୍ କରିଥିଲେ ବା ଡିସେମ୍ବର 7ରେ ସେମାନଙ୍କର ଏକ୍ଜାମ ରହିଥିଲା, ସେ ଡିସେମ୍ବର 7ର ଏକ୍ଜାମ ଡେଟ୍ଟି ରିସିଡ୍ୟୁଲ୍ ହେଇଯାଇଛି। ବର୍ତ୍ତମାନ ଦେଖିବା କେବେ ଆପଣଙ୍କର ଏକ୍ଜାମ ରହିଛି, ଏହି ଲେଟରଟିକୁ ଦେଖିବା। ଆସିଷ୍ଟାଣ୍ଟ ଡାଇରେକ୍ଟର ଟିଇ ଆଣ୍ଡ ଏସସିଇଆରଟି ଓଡ଼ିଶା ଭୁବନେଶ୍ୱର ଏବଂ ଯାହା ରହିଛି ଆପଣଙ୍କର ରିଭାଇଜ୍ ଡେଟ୍ ଏନଏମଏମଏସ୍ ଏକ୍ଜାମ 2025-26ର ଆପଣଙ୍କର ରହିଛି 1/2/2026। ମାନେ ଆପଣ 1 ଫେବୃଆରୀ 2026ରେ ଆପଣଙ୍କର ଏନଏମଏମଏସ୍ ପରୀକ୍ଷା। ପିଲାମାନେ ଏକ୍ଜାମ ସେଣ୍ଟର କୋଉଠି ଆପଣମାନଙ୍କର ରହିବ ସେ ପାଇଁ ଆଗକୁ ନୋଟିଫିକେସନ ମଧ୍ୟ ଆସିବ। ବ୍ୟସ୍ତ ହବାର ଆଦୌ ଆବଶ୍ୟକ ନାହିଁ। ଆମେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଜଣେଇଦେବୁ ଆପଣଙ୍କର ଆଡମିଟ୍ କାର୍ଡ କେବେ ରିଲିଜ ହେଉଛି। ଏବଂ ବର୍ତ୍ତମାନ ଦେଖିବାକୁ ଗଲେ ଏନଏମଏମଏସ୍ ସାଇଟ୍ରେ ଦେଖନ୍ତୁ ପୁରୁଣା ଆପଣଙ୍କର ଅପଡେଟ୍ ହେଇନାହିଁ, ଯୋଉଟା କି ରହିଛି 15-18 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ରହିଛି ଆଡମିଟ୍ କାର୍ଡ ମିଳିବାର ଡେଟ୍। ଯାହା ଏବେ ଅପଡେଟ୍ ହେଇନାହିଁ, ଆଗକୁ ଅପଡେଟ୍ ହେଇଯିବ। ବ୍ୟସ୍ତ ହେବା ଦରକାର ନାହିଁ। ଆପଣଙ୍କୁ ଆମେ ନିହାତି ଭାବରେ ଜଣେଇଦେବୁ ଆପଣଙ୍କର କେବେ ଆଡମିଟ୍ କାର୍ଡଟି ଡାଉନଲୋଡ୍ ହେବ। ତେଣୁ ଆପଣମାନେ ପରୀକ୍ଷାରେ ବା ପଢ଼ାରେ ଧ୍ୟାନ ଦିଅନ୍ତୁ ଏବଂ ଯେତେବେଳେ ଆପଣଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ ଅପସନ୍ ଆସିଯିବ ଆମେ ଆପଣଙ୍କୁ ନିଶ୍ଚୟ ଭାବରେ ଲିଙ୍କ୍ ସେୟାର କରିବୁ। ତେଣୁ ଅଲ୍ ଦ ବେଷ୍ଟ। ରହିଲୁ। ନମସ୍କାର। ଜୟ ଜଗନ୍ନାଥ।